ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ। ତା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହିପରି ଅଟେ। ଡିସେମ୍ବର ମାସକୁ ଖ୍ରୀଷ୍ଟିଆନ ମାନଙ୍କର ମାସ ବୋଲି କାହିଁକି କୁହାଯାଏ? ଡିସେମ୍ବର ମାସକୁ ଖ୍ରୀଷ୍ଟିଆନ ମାନଙ୍କର ମାସ ବୋଲି କାହିଁକି କୁହାଯାଏ? ଏହି ପ୍ରସଙ୍ଗରେ ଆମେ ଅଳ୍ପ ସମୟ ଧରି ପ୍ରଭୁଙ୍କର ବାକ୍ୟ ଆମେ ଶୁଣିବା। ପ୍ରିୟମାନେ, ଜାନୁଆରୀ ମାସ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ 12 ମାସ ଆମର ମାସ ଅଟେ। 12 ମାସର 365 ଦିନ ମଧ୍ୟ ଆମର ଦିନ ଅଟେ। କାରଣ ଆମମାନଙ୍କ ପରମେଶ୍ୱର ସବୁ ମାସ, ସବୁ ସପ୍ତାହ, ସବୁ ଦିନକୁ ସେ ସୃଷ୍ଟି କରିଛନ୍ତି। ଡିସେମ୍ବର ମାସ ହିଁ ଖ୍ରୀଷ୍ଟିଆନ ମାନଙ୍କର ମାସ ନୁହେଁ। ପ୍ରତ୍ୟେକ ମାସ ଆମର ମାସ ଅଟେ। ପ୍ରତ୍ୟେକ ଦିନ ଆମର ଦିନ ଅଟେ। କାରଣ ଗୀତ ରଚକ ଲେଖନ୍ତି ଯେ ଆଜି ଦିନ ସଦାପ୍ରଭୁ ସୃଷ୍ଟି କରିଛନ୍ତି, ସେଥିପାଇଁ ଆମମାନେ ଆନନ୍ଦ ଆମେ କରିବା। ପ୍ରତ୍ୟେକ ଦିନ ଆମମାନଙ୍କ ପରମେଶ୍ୱର ସେ ସୃଷ୍ଟି କରିଛନ୍ତି। ଆମ ପାଇଁ କୌଣସି ଶୁଭ ଦିନ ଅଶୁଭ ଦିନ ଏ ପ୍ରକାର କୌଣସି ଦିନ ନାହିଁ। ଶୁଭ ମାସ ଅଶୁଭ ମାସ ସେ ପ୍ରକାର କୌଣସି, ସବୁ ମାସ ସବୁ ଦିନ ଆମର ଅଟେ। ମାତ୍ର ଲୋକମାନେ କହନ୍ତି ଯେ ଡିସେମ୍ବର ମାସ ଖ୍ରୀଷ୍ଟିଆନ ମାନଙ୍କର ମାସ। କାହିଁକି କହନ୍ତି? ଆପଣ ଦେଖିବେ ଏହି ଡିସେମ୍ବର ମାସରେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ, ଆପଣ ଲୁଗା ଦୋକାନରେ ଅନ୍ୟ କାହାକୁ ଆପଣ ଦେଖିବେ ନାହିଁ। ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ଆପଣ ଦେଖିବେ। ଆପଣ ଗ୍ଲୋସେରୀ ଦୋକାନରେ ଆପଣ ଦେଖିବେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ହିଁ ଦେଖିବେ। ଆପଣ ଯଦି କୌଣସି ଚୂନ ଦୋକାନକୁ ଯିବେ, କୌଣସି ପେଣ୍ଟିଂ ଦୋକାନକୁ ଯିବେ, ସେଇଠି ମଧ୍ୟ ଆପଣ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ଦେଖିବେ। ଆପଣ ଯେକୌଣସି ଦୋକାନକୁ ଯାଆନ୍ତୁ, ପ୍ରତ୍ୟେକ ଦୋକାନରେ ଏହି ଡିସେମ୍ବର ମାସରେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ଦେଖିବେ। ସେମାନେ ନୂଆ ନୂଆ ଲୁଗା କିଣୁଥିବେ। ସେମାନେ ବିଭିନ୍ନ ଗ୍ଲୋସେରୀ ସାମାନ କିଣୁଥିବେ। ପିଠା, କେକ୍, ମିଠା ଏସବୁ ବନେଇବାରେ ସେମାନେ ବିଭିନ୍ନ ରଙ୍ଗ ଦୋକାନକୁ ଯାଇଥିବେ। ସେ ରଙ୍ଗ ଗୁଡ଼ିକ କିଣୁଥିବେ। ନିଜ ଘରକୁ ବିଭିନ୍ନ ପ୍ରକାର ରଙ୍ଗ ବିରଙ୍ଗ କରି ସଫା ସୁତରା କରି ସଜେଇବାରେ ଲାଗିଥିବେ। ଯେକୌଣସି ଡେକୋରେସନ ଦୋକାନକୁ ଯାଆନ୍ତୁ, ଆପଣ କୌଣସି ପ୍ରକାର ଲେଡ଼ିଜ୍ କର୍ଣ୍ଣରକୁ ଯାଆନ୍ତୁ, ଆପଣ ଫଟୋ ଷ୍ଟୁଡ଼ିଓକୁ ଯାଆନ୍ତୁ, ଆପଣ ଯେକୌଣସି ଦୋକାନରେ ଗଲେ ଆପଣ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ହିଁ ଦେଖିବେ। ସେଥିପାଇଁ ଏ ଡିସେମ୍ବର ମାସକୁ ଲୋକମାନେ ଖ୍ରୀଷ୍ଟିଆନ ମାନଙ୍କର ମାସ ବୋଲି କୁହାଯାଏ। କାରଣ ସବୁ ସ୍ଥାନରେ ଏମାନେ ହିଁ ଦେଖାଯିବେ, ଏମାନେ ହିଁ ରହିବେ। ପୁରା ମାର୍କେଟ ସାରା ଯେକୌଣସି ସ୍ଥାନକୁ ଆପଣ ଯିବେ, ଏମାନେ ଭର୍ତ୍ତି ହେଇକିନା ଥିବେ। ପ୍ରିୟମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏହି ମାସରେ ଯେତିକି ବେପାର ହୁଏ, ଯେତିକି ବିଜନେସ୍ ହୁଏ, ଲୋକମାନେ ଯେତିକି ଲାଭ କମାନ୍ତି, ଅନ୍ୟ କୌଣସି ମାସରେ ସେମାନେ ଏତେ ଲାଭ କମାନ୍ତି ନାହିଁ। ବିଭିନ୍ନ ଧର୍ମର ଲୋକମାନେ ଅଛନ୍ତି, ସେମାନଙ୍କ ବିଭିନ୍ନ ପର୍ବପର୍ବାଣୀ ଗୁଡ଼ିକ ହୁଏ। ମାତ୍ର ସେହି ପର୍ବପର୍ବାଣୀରେ ଡିସେମ୍ବର ମାସରେ ଯେତିକି ସେମାନେ ବେପାର କରନ୍ତି, ଲୁଗା ଦୋକାନ ହୁଅନ୍ତୁ, ଗ୍ରୋସରୀ ଦୋକାନ ହୁଅନ୍ତୁ, ଚପଲ ଦୋକାନ ହୁଅନ୍ତୁ, କୌଣସି ପେଣ୍ଟିଂ ଦୋକାନ ହେଉ, ଯେକୌଣସି ଦୋକାନରେ ଏହି ମାସରେ ଯେତିକି ବେପାର ହେବ, ଅନ୍ୟ କୌଣସି ମାସରେ ସେତିକି ବେପାର ହେବ ନାହିଁ। ସେଥିପାଇଁ ସବୁ ବେପାରୀ ଗୁଡ଼ିକ ଡିସେମ୍ବର ମାସକୁ ଜଗିଥିବେ। 11 ମାସ ସାରାରେ ଯେତିକି ବେପାର ହେଇନଥିବ, ଗୋଟେ ମାସରେ ସେମାନେ ବେପାରରେ ସେମାନେ ଲାଭ ପାଇଯିବେ। ଏଥିପାଇଁ ଲୋକମାନେ କହନ୍ତି ଯେ ଏ ଡିସେମ୍ବର ମାସ ଖ୍ରୀଷ୍ଟିଆନ ମାନଙ୍କର ମାସ। ଯେଉଁ ସ୍ଥାନରେ ଆପଣ ଦେଖିବେ ଖ୍ରୀଷ୍ଟିଆନ ମାନେ ଥିବେ, କେବଳ ଟଙ୍କା ଖର୍ଚ୍ଚ କରିବା ପାଇଁ, କେବଳ କିଣିବା ପାଇଁ, ଲୋକମାନଙ୍କୁ ଲାଭ କରାଇବା ପାଇଁ ଥିବେ। ପ୍ରିୟମାନେ, ଦୁନିଆର ଲୋକମାନେ ଏହିସବୁ ଶୈଳୀ ଗୁଡ଼ିକ ଧରନ୍ତି। ସେମାନେ ପର୍ବପର୍ବାଣୀରେ ଏତେ ସବୁ ବ୍ୟସ୍ତ ରୁହନ୍ତି, କେବଳ ଏହି କିଣା ବିକା ମଜା ମଜଲିସରେ ସେମାନେ ରହନ୍ତି। ଆମେ ପ୍ରଭୁଙ୍କର ଲୋକମାନେ ଅଟୁ। ବାଇବଲ ଆମମାନଙ୍କୁ କହେ, ରୋମିଓ ଏହାର 12 ଅଧ୍ୟାୟର 2 ପଦ,
ତୁମ୍ଭେ ମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ। ବର୍ତ୍ତମାନ ଲୋକମାନଙ୍କର ଯୁଗର ଲୋକମାନଙ୍କର ଯେଉଁ ପ୍ରକାର ପର୍ବପର୍ବାଣି ପାଳନ କରନ୍ତି, ଯେଉଁ ପ୍ରକାର ଭାବରେ ସେମାନେ ଏନ୍ଜୟ କରନ୍ତି, ଆମେ ସେହି ବର୍ତ୍ତମାନ ଯୁଗର ଲୋକମାନଙ୍କର ଅନୁରୂପୀ ହେବାର ଆମମାନଙ୍କର ଆବଶ୍ୟକ ନାହିଁ। ଏହାର ଅର୍ଥ ମୁଁ କିଣ ନାହିଁ, କର ନାହିଁ, ଏ ପ୍ରକାର ଖାଅ ନାହିଁ, ପିଅ ନାହିଁ, ଏହା ବାଇବଲ ଆମମାନଙ୍କୁ ମନା କରେ ନାହିଁ। ମାତ୍ର ଆମେ କେବଳ ଏହିସବୁ ବିଷୟରେ ହିଁ ମାତିକିନା ଆମେ ରହିବା ନାହିଁ। ଆମେ ପ୍ରଭୁଙ୍କର ଲୋକ ଅଟୁ। ଏହି ମାସ ଆମମାନଙ୍କର ସୁସମାଚାର ପ୍ରଚାର କରିବାର ମାସ, ଯୀଶୁଙ୍କ ବିଷୟରେ ଅନ୍ୟକୁ ଜଣେଇବାର ମାସ। ପ୍ରତ୍ୟେକ ସ୍ଥାନରେ ଯୀଶୁ ରହିବାର ଅଛି, ପ୍ରଭୁ ରହିବାର ଆବଶ୍ୟକ ରହିଅଛି। ଲେଖାଯାଏ ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କ'ଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ, ଏହା ପରୀକ୍ଷା କରି ଜାଣିପାର। ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ଆମର ପର ପିଢ଼ି ଗୁଡ଼ିକ, ପୂର୍ବ ପିଢ଼ି ଗୁଡ଼ିକ, ସେମାନେ ଏହି ମାସରେ କ'ଣ କରୁଥିଲେ, କି ପ୍ରକାର ଭାବରେ ସେମାନେ ଜୀବନ ବିତାଉଥିଲେ, ତାହା ଆମେ ଦେଖିବା କଥା ନୁହେଁ। ମାତ୍ର ବାଇବଲ ଆମମାନଙ୍କୁ କ'ଣ କହେ? ଆମେ ଲୋକମାନେ ଯେ ପ୍ରକାର ପର୍ବପର୍ବାଣୀରେ ସେମାନେ ପିଠା ପଣା ରନ୍ଧା ବଢ଼ା ଏସବୁରେ ସେମାନେ ବ୍ୟସ୍ତ ଯେ ପ୍ରକାର ରହନ୍ତି, ଆମର ଏହିସବୁରେ ବ୍ୟସ୍ତ ରହି ଏହି ବର୍ତ୍ତମାନ ଜଗତର ଅନୁରୂପୀ ନ ହୋଇ ଆମମାନେ ପ୍ରତ୍ୟେକ ସ୍ଥାନରେ ଯୀଶୁଙ୍କୁ ରଖିବାର ଆବଶ୍ୟକ ରହିଅଛି। ଯେକୌଣସି ସ୍ଥାନରେ ଗଲେ ଯୀଶୁ ଯୀଶୁ ଯୀଶୁ। ପ୍ରିୟମାନେ, ଆମେ ସେଇ ବିଷୟ ଆମେ କରିବାର ଆବଶ୍ୟକ ରହିଛି। ଆପଣ ଲୁଗା ଦୋକାନ ଯାଆନ୍ତୁ, ପ୍ରଭୁଙ୍କ ବିଷୟରେ କହନ୍ତୁ। ଆପଣ ଗ୍ରୋସରୀ ଦୋକାନରେ ଯାଆନ୍ତୁ, ପ୍ରଭୁଙ୍କ ବିଷୟରେ କୁହନ୍ତୁ। ପର୍ବ ଅଛି, ପର୍ବ ଅଛି, ପର୍ବ ଅଛି। ଯୀଶୁଖ୍ରୀଷ୍ଟ କ'ଣ ପାଇଁ ଆସିଥିଲେ? ଯୀଶୁଖ୍ରୀଷ୍ଟ ଆସିବାର ଉଦ୍ଦେଶ୍ୟ କ'ଣ? ଆପଣ ଲୁଗା ଦୋକାନକୁ କହିପାରିବେ, ଆପଣ ଗ୍ରୋସରୀ ଦୋକାନକୁ କହିପାରିବେ, ପେଣ୍ଟିଂ ଦୋକାନକୁ କହିପାରିବେ। ଆଜି ଆମେ ଖୁସି, ଆମେ ଆନନ୍ଦିତ, କାରଣ ଆମ ଜଗତର ଉଦ୍ଧାରକର୍ତ୍ତା, ତ୍ରାଣକର୍ତ୍ତା, ସେ ସମସ୍ତଙ୍କ ସୃଷ୍ଟିକର୍ତ୍ତା, ସେ ଦେହ ଧାରଣ କରି ଆଜିକୁ 2025 ବର୍ଷ ପୂର୍ବେ ସେ ବେଥଲେହେମକୁ ଆସିଥିଲେ। ସେ ଆମମାନଙ୍କୁ ଉଦ୍ଧାର ନିମନ୍ତେ ଆସିଥିଲେ, ଆମମାନଙ୍କୁ ପରିତ୍ରାଣ ଦେବା ନିମନ୍ତେ ଆସିଥିଲେ। ଯେଉଁମାନେ ପ୍ରତ୍ୟେକ ସ୍ଥାନରେ ଆମମାନଙ୍କର ଯୀଶୁଙ୍କର କଥା ହେବାର ଅଛି। ଏହି ମାସରେ ଯୀଶୁଙ୍କ ବିଷୟରେ ହିଁ ଆମେ ପ୍ରତି ସ୍ଥାନରେ ଆମେ କହିବାର ଆବଶ୍ୟକ ରହିଛି। ଏଇଟା ଆମମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟ। ଆମେ ଲୁଗା ଦୋକାନକୁ ଯାଉଛୁ, ଆମେ ସେହି ସ୍ଥାନକୁ ଯାଇ ଯୀଶୁଙ୍କ ବିଷୟରେ କହିବାର ଅଛି। ଯଦି ଆମେ କୌଣସି ପ୍ରକାର ନନଭେଜ ଦୋକାନକୁ, ମିଟ୍ ଦୋକାନକୁ ଯାଉଛୁ, ସେହି ସ୍ଥାନରେ ଆମେ ଯୀଶୁଙ୍କ ବିଷୟରେ କହିବାର ଅଛି। ଆମେ ସବୁ ସ୍ଥାନରେ ଆମେ ଥିବୁ, ଆଉ ଯୀଶୁ ମଧ୍ୟ ରହିବାର ଅଛି। ଯୀଶୁଙ୍କର କଥା ବି ରହିବା, ଯୀଶୁଙ୍କର ସୁସମାଚାର ବି ଆମମାନଙ୍କ ସହିତ ରହିବାର ଆବଶ୍ୟକ ରହିଛି। ପରମେଶ୍ୱର ଆମମାନଙ୍କୁ ଏହି ବର୍ଷ ଏହି ନୂତନ ପ୍ରକାଶନ ଦ୍ୱାରା ଆମମାନଙ୍କୁ କଢ଼େଇ ନିଅନ୍ତୁ। ବର୍ତ୍ତମାନ ଯୁଗର ଅନୁରୂପୀ ନ ହୋଇ ଈଶ୍ୱରଙ୍କର ଇଚ୍ଛା କ'ଣ? ଈଶ୍ୱରଙ୍କ ଇଚ୍ଛା ଯେ ସମସ୍ତେ ସତ୍ୟ ଆଉ ପରିତ୍ରାଣ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତୁ, ଏହା ସେ ଇଚ୍ଛା କରନ୍ତି। ପ୍ରିୟମାନେ, ଯେକୌଣସି ସ୍ଥାନକୁ ଆପଣ ଯାଆନ୍ତୁ, ଯୀଶୁଙ୍କ ବିଷୟରେ କୁହନ୍ତୁ, ପରିତ୍ରାଣକର୍ତ୍ତାଙ୍କ ବିଷୟରେ କୁହନ୍ତୁ, ସୃଷ୍ଟିକର୍ତ୍ତାଙ୍କ ବିଷୟରେ କୁହନ୍ତୁ। କେବଳ ଲୁଗା କିଣନ୍ତୁ ତାହା ନୁହେଁ, ଆପଣ କେବଳ ଗ୍ରୋସରୀ ସାମାନ କିଣନ୍ତୁ ତାହା ନୁହେଁ, ପେଣ୍ଟିଂ ଜିନିଷ କିଣନ୍ତୁ ତାହା ନୁହେଁ, ମାତ୍ର ତା ସହିତ ଆପଣ ଯୀଶୁଙ୍କ ବିଷୟରେ କହିବାର ଅଛି, ଉଦ୍ଧାରକର୍ତ୍ତା, ସୃଷ୍ଟିକର୍ତ୍ତାଙ୍କ ବିଷୟରେ କହିବାର ଅଛି। ପ୍ରିୟମାନେ, ଆମେ ଏହି ବର୍ଷରେ ଆମେ ଏହି ଶପଥ ନେବା, ଆଉ ଯେଉଁ ସ୍ଥାନକୁ ଗଲେ ମଧ୍ୟ ଆମେ ଯୀଶୁଙ୍କ ବିଷୟରେ ଆମେ କହିବା। ଗୋଟେ ଗସ୍ପେଲ ଟ୍ରାକ୍ସ ଦେବା, ଲୋକଙ୍କୁ ଆମେ କହିବା ଯେ ଯୀଶୁ ଖ୍ରୀଷ୍ଟ ସେ ସମଗ୍ର ଜଗତର ଉଦ୍ଧାରକର୍ତ୍ତା। ସେ କେବଳ ଖ୍ରୀଷ୍ଟିଆନ ମାନଙ୍କର ପ୍ରଭୁ ନୁହନ୍ତି, ସେ ସମଗ୍ର ମାନବ ଜାତିର ପ୍ରଭୁ ଅଟନ୍ତି। ସମସ୍ତଙ୍କୁ ଉଦ୍ଧାର ନିମନ୍ତେ ଜଗତକୁ ଆସିଥିଲେ। ଆମେ ଏହି ବର୍ଷ ଆମେ ଏହି ପ୍ରକାର ଭାବରେ ଆମମାନଙ୍କ ଖ୍ରୀଷ୍ଟମାସକୁ ଆମେ ପାଳନ ଆମେ କରିବା। ଆସନ୍ତୁ ଆମେ ପ୍ରାର୍ଥନା କରିବା ପାଇଁ ଯିବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ପ୍ରଶଂସା କରେ, ଗୌରବ କରେ, ତୁମ ନାମର ଜୟ ଜୟକାର କରେ, କାରଣ ତୁମେ ମହାନ ସର୍ବଶକ୍ତିମାନ ଅଟ। ଆଉ ତୁମେ ଆମମାନଙ୍କୁ ପ୍ରଭୁ ଏତେ ସୁନ୍ଦର ସୁଯୋଗ ତୁମେ ଦେଇଛ ତୁମ ବିଷୟରେ ସାକ୍ଷୀ ହେବା ପାଇଁ, ତୁମ ବିଷୟରେ କହିବା ପାଇଁ। ମୁଁ ପ୍ରାର୍ଥନା କରେ ପ୍ରଭୁ, ଏହି ମାସକୁ ଗୋଟେ ସୁସମାଚାର ପ୍ରଚାରକାରୀ ମାସ, ଏହି ମାସ ଆତ୍ମା ଲାଭକାରୀ ମାସ, ଏହି ମାସରେ ଯୀଶୁଙ୍କ ବିଷୟରେ କହିବାର ମାସ ହେଉ। ପ୍ରଭୁ, ମୁଁ ତୁମକୁ ଧନ୍ୟବାଦ ଦିଏ। ପ୍ରଭୁ, ଆମମାନଙ୍କୁ ଏହି ସୁଯୋଗ ଦେଇଛ, ଏ ବୁଦ୍ଧି ଦେଇଛ, ଜ୍ଞାନ ଦେଇଛ, ଯେଉଁ ସ୍ଥାନରେ ମଧ୍ୟ ଯୀଶୁ ହିଁ ଯୀଶୁ ଯୀଶୁ ହିଁ ରହିବେ। ପ୍ରଭୁ, ପ୍ରତ୍ୟେକ ସୋସିଆଲ ମିଡ଼ିଆରେ, ପ୍ରତ୍ୟେକ ସ୍ଥାନରେ ଆମେ ଯୀଶୁଙ୍କ ବିଷୟରେ ଆମେ କହିବୁ, ତୁମେ ଅନୁଗ୍ରହ ପ୍ରଦାନ କର। ପ୍ରଭୁ, ଆମକୁ ସେ ବୁଦ୍ଧି ଦିଅ, ସେ ଜ୍ଞାନ ଦିଅ, ଶକ୍ତି ଦିଅ, ଆମେ ଯୀଶୁଙ୍କ ବିଷୟରେ ଆମେ କହିପାରିବୁ, ଅନୁଗ୍ରହ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁ ନାମରେ ମାଗୁଛୁ, ଆମେନ୍ ଆମେନ୍। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର, ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ।